ମା ଆମେ ଆଲୋଚନା କରିବା ମାତୃ ରଚନାବଳୀ ଭାଗ 10 ଜ୍ଞାନ 308। କେବଳ ସଫଳତା ପାଇବାର ଆକାଂକ୍ଷା ରଖି ହିଁ ମନୁଷ୍ୟମାନେ ପରିଶ୍ରମ କରନ୍ତି ଏବଂ ଯଦି ସୌଭାଗ୍ୟବଶତଃ ବିଫଳତା ହିଁ ପାଆନ୍ତି ତେବେ ତାହାର କାରଣ ହେଉଛି ଯେ ପ୍ରକୃତି ମଧ୍ୟରେ ଅନ୍ତର୍ନିହିତ ହୋଇ ରହିଥିବା ପ୍ରଜ୍ଞା ଓ ଶକ୍ତି ସେମାନଙ୍କର ବୌଦ୍ଧିକ ଚତୁରତା ଠାରୁ ଅଧିକ ସମର୍ଥ ବୋଲି ପ୍ରମାଣିତ ହୁଏ। କେତେବେଳେ ଓ କିପରି ଜାଣିକରି ଭୁଲ କରିବାକୁ ହୁଏ ଓ ଫଳପ୍ରଦ ଭାବରେ ବିଫଳ ହେବାକୁ ହୁଏ କେବଳ ଭଗବାନ ହିଁ ସେ କଥା ଜାଣିଥାନ୍ତି। ଏଇ ଜ୍ଞାନ କାରିକାରେ ଗୋଟେ କଥା ଗୁଡିକ ଲେଖୁଛନ୍ତି, ଦେଖନ୍ତୁ। ସୌଭାଗ୍ୟବଶତଃ ବିଫଳତା ହିଁ ପାଆନ୍ତି, ମାନେ ବିଫଳତାକୁ କେମିତି ଲେଖୁଛନ୍ତି? ସୌଭାଗ୍ୟବଶତଃ। ବ୍ୟକ୍ତି ଆମେ ମନୁଷ୍ୟମାନେ ଯେହେତୁ ଆମର ଜ୍ଞାନ ସୀମିତ, ଆମର ଦୃଷ୍ଟି ସୀମିତ, ଆମେ ଏବଂ ମଜା କଥା ହେଉଛି ଯେ ବେଳେ ବେଳେ ଦେଖାଯାଏ ଭଗବାନ ବା ପରମ ଆମକୁ ଯୋଉ କୃପା କରି ବିଫଳତା ଦିଅନ୍ତି, ଆମେ ସେଇ ସମୟରେ ବୁଝି ନଥାଉ, କିନ୍ତୁ ସେଇ ଘଟଣାଟି ଅତୀତ ହୋଇଗଲା ପରେ ଯେତେବେଳେ ଆମେ ପଶ୍ଚାତ ଅବଲୋକନ କରୁ, ସେତେବେଳେ ଦେଖୁ ଯାହା ସେ ଘଟଣା ଘଟିଥିଲା ବୋଲି ଆଜି ମୁଁ ଭଲରେ ଅଛି। ଏବଂ ସେ ଘଟଣା ନ ଘଟିଥିଲେ ଯଦି ମୁଁ ସେଠି ସଫଳତା ପାଇଥାନ୍ତି ତେବେ ମୋର ଏବେ ଯୋଉ ଭଲ ଅବସ୍ଥା ଅଛି ତାହା ନଥାଇ ଦୁର୍ଭାଗ୍ୟ ଅବସ୍ଥା ପାଇଥାନ୍ତି ବୋଲି ଆମେ ଅନୁଭବ କରୁ। କୋଉମାନେ ନା ଯେଉଁମାନେ ପଶ୍ଚାତ ଅବଲୋକନ କରି ତାକୁ ଦେଖିବାର ଏକ ସାମର୍ଥ୍ୟ ଅର୍ଜନ ରଖିଥାନ୍ତି କିମ୍ବା ତାକୁ ଏକ ବିଶ୍ଲେଷାତ୍ମକ ଦୃଷ୍ଟିରେ ସେ ଘଟଣା ଗୁଡିକୁ ସେ ଯଦି ଲିପିବଦ୍ଧ କରି ଦେଖୁଥାନ୍ତି। ତେଣୁ ଏଇଠି ସାଧାରଣ ମନୁଷ୍ୟର ପ୍ରକୃତି ବିଷୟରେ କହୁଛନ୍ତି। ସାଧାରଣ ମନୁଷ୍ୟ ସଫଳତା ପାଇବାର ଆକାଂକ୍ଷା ରଖି ହିଁ ପରିଶ୍ରମ କରିଥାଏ। ଜ୍ଞାନ ଆହରଣ କରିବା ପାଇଁ ପାଠ ପଢିବା ଏବଂ ଶିକ୍ଷା ଗ୍ରହଣ କରିବା ପାଇଁ ଜୀବନ ବଞ୍ଚିବା, ଏଇଟା ବହୁତ କ୍ୱଚିତ ଲୋକଙ୍କ ପାଖରେ ଦେଖାଯାଏ। କିନ୍ତୁ ସାଧାରଣତଃ ମନ ପ୍ରଧାନ ବ୍ୟକ୍ତି ସେମାନେ ସଫଳତା ପାଇବାର ଆକାଂକ୍ଷା ରଖି ହିଁ ପରିଶ୍ରମ କରନ୍ତି। କିଛି ପାଇବାର ଆଶା ନଥିଲେ ସେ ସେଠି କାର୍ଯ୍ୟ କରନ୍ତି ନାହିଁ। ଏଇ କଥା ସହିତ ଆମେ ସମସ୍ତେ ଅଙ୍ଗାଅଙ୍ଗୀ ଭାବେ ଜଡ଼ିତ ଏବଂ ଆମେ ଦେଖିଥାଉ। ଏଠି ଯୋଉଟା କହିଲେ ଯେ ଯେତେବେଳେ ଆମ ପାଖରେ ବିଫଳତା ଆସି ପହଞ୍ଚେ ସେଇଟା ଏକ ସୌଭାଗ୍ୟ ଏବଂ ପ୍ରକୃତି ମଧ୍ୟରେ ଅନ୍ତର୍ନିହିତ ହୋଇ ରହିଥିବା ପ୍ରଜ୍ଞା ଓ ଶକ୍ତି ସେମାନଙ୍କର ବୌଦ୍ଧିକ ଚତୁରତା ଠାରୁ ଅଧିକ ସମର୍ଥ ବୋଲି ପ୍ରମାଣିତ ହୁଏ। ଅନେକ ଉଦାହରଣ ରହିଛି। ଯଦି ଗୋଟିଏ ଘଟଣାଟିଏ ଦେଖିବା, ଜଣେ ବ୍ୟକ୍ତିଟିଏ ଗୋଟେ ଜାଗାରେ ଚାକିରି କରିଥିଲେ ଏବଂ ତାଙ୍କର ପରିବାର ସେମିତି ହସ ଖୁସିରେ ଚାଲିଥିଲା। ହଠାତ୍ ଦିନେ ସେ କମ୍ପାନୀ ବନ୍ଦ ହେଇଗଲା। ସିଏ ଭାରି ବ୍ୟସ୍ତ ହେଇ ପଡିଲେ। କୋଉଠି ନୂଆ ଚାକିରି ପୁଣି ଖୋଜିବାକୁ ଲାଗିଲେ। ଭିନ୍ନ ଭିନ୍ନ ଜାଗାକୁ ଗଲେ, ସବୁ ଜାଗାରେ ଫେରିଲେ ଏବଂ ଆଉ ଗୋଟିଏ କମ୍ପାନୀରେ ତାଙ୍କର ମାନେ ଫାଇନାଲ ହେଇଗଲା ଭଳି ଅବସ୍ଥା ହେଲା। କେବଳ ଲାଷ୍ଟକୁ 2 ଜଣ ଅଛନ୍ତି, ଯୋଉଟା କି ତାଙ୍କର MD ଇଣ୍ଟରଭ୍ୟୁ କରିବେ। 2 ଜଣଙ୍କ ଭିତରୁ ଜଣକୁ ରଖିବେ। ଇଏ ସେଇଦିନ ଯେତେବେଳେ ଯାଉଛନ୍ତି, ବାଟରେ ତାଙ୍କର ଗାଡି ଚକା ଲିକ୍ ହେଇଯାଇଛି ଏବଂ ସିଏ ପହଞ୍ଚିବାରେ ବିଳମ୍ବ ହେଇଛି। ପହଞ୍ଚିଲା ବେଳକୁ ଯେହେତୁ ସମୟରେ ଆସିନାହାନ୍ତି, ତେଣୁ ଦ୍ୱିତୀୟ ଜଣକ ବ୍ୟକ୍ତି
ପାଇଛନ୍ତି ଇଣ୍ଟରଭ୍ୟୁରେ ଏବଂ ଚାକିରି ପାଇଛନ୍ତି। ଇଏ ସେଠି ନିଜର ବିଫଳତାକୁ ବା ଭାଗ୍ୟକୁ ଗାଳି ଦେବା ଭଳି ପରିସ୍ଥିତିଟି ଉପୁଜିଛି ଏବଂ ବିରକ୍ତ ହେଇଛନ୍ତି। ତେଣୁ ଅନ୍ୟ ମନସ୍କ ସହିତ ଏବଂ ଦୁଃଖର ସହିତ ଏକ ବିଷାଦ ରେଖାରେ ସେ ବାଇକଟିକୁ ନ ଚଲେଇ ଗଡେଇ ଗଡେଇ ଚାଲୁଛନ୍ତି, ଯୋଉଟା କି ଅନ୍ୟ ମନସ୍କ ସହିତ ଘଟଣାଟି ଏମିତି ବେଳେ ବେଳେ ଘଟେ। ସେ ଗଡଉଛନ୍ତି ଏବଂ ବାଟରେ ଗୋଟେ କଣ୍ଟା ଜାତୀୟ କିଛି ଡାଳ ପଡିଛି, ତା ଦେହରେ ତାଙ୍କ ଗୋଡ ବାଜି ପ୍ୟାଣ୍ଟଟି ଚିରିଗଲା। ଯେହେତୁ ଚିରିଗଲା, ସେଥିରେ ଆହୁରି ଯେମିତି କୁହନ୍ତି ମାନେ ଦୁଃଖ ପରେ ଆହୁରି ଅଧିକ ଦୁଃଖ। ତେଣୁ ସେ କଣ କରିବେ, ଆଉ ଦେଖିଲେ ମୁଁ ଗାଡିଟା କାହିଁ ଗଡେଇ ଗଡେଇ ଯାଉଛି, ତେଣୁ ଚଲେଇକି ଯାଇ ଟେଲର ଦୋକାନକୁ ଗଲେ। ବାଟରେ ସେ ଜଷ୍ଟ ଟିକେ ଆଗକୁ ଯାଇ ତାକୁ ପହଞ୍ଚିଲେ, ତାଙ୍କୁ କହିଲେ ଦେଖ ଯେ ମୋ ଭାଗ୍ୟ କେତେ ଖରାପ ଏବଂ ଏମିତି ଏମିତି ଘଟଣା ସବୁ ଘଟିଗଲା। ସେଥିରେ ପୁଣି ଏଇ ପ୍ୟାଣ୍ଟ ଖଣ୍ଡିକ ମଧ୍ୟ ଭଲ ପ୍ୟାଣ୍ଟଟେ ପିନ୍ଧିକି ଆସିଥିଲି ଇଣ୍ଟରଭ୍ୟୁ ପାଇଁ, ସେଟା ଚିରିଗଲା। ମନ ଦୁଃଖ କରି ତାଙ୍କୁ କହୁଛନ୍ତି। ସେ ସେଠୁ ଗାମୁଛାଟେ ଟାୱେଲଟେ ଦେଇଛନ୍ତି, କହୁଛି ବଦଳେଇ ଦିଅନ୍ତୁ, ପ୍ୟାଣ୍ଟଟା ଦିଅନ୍ତୁ ମୁଁ ସିଲେଇ କରିଦଉଛି। କିନ୍ତୁ ଭଗବାନଙ୍କର ରାଜ୍ୟରେ କେତେବେଳେ କଣ ଘଟେ କେହି ଜାଣେ ନାହିଁ। ତେଣୁ ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ, ଆପଣଙ୍କ ମଙ୍ଗଳ ପାଇଁ କିଛି ନା କିଛି ଘଟଣା ଘଟିଛି। ଏଠି ସେ ତ କିଛି ମଙ୍ଗଳ ଦେଖି ହିଁ ପାରୁନାହାନ୍ତି। ତାଙ୍କ ପାଖରେ କେବଳ ବିଫଳତା ହିଁ ବିଫଳତା ଦେଖାଯାଉଛି। ସିଏ ତେଣୁ ମନ ଦୁଃଖରେ ଯେତେ କଥା କହିବା କଥା କହୁଛନ୍ତି। ସିଲେଇ ସରିଯାଇଛି। ସିଲେଇ ପାଖରେ ପାଖ ଦୋକାନରେ ଆସି ଜଣେ ବ୍ୟକ୍ତି ଥାନ୍ତି, ସେ ଜଣେ ଧନାଢ୍ୟ ବ୍ୟକ୍ତି। ତାଙ୍କର ଗୋଟେ ବଡ ମଲ୍ଟି ନ୍ୟାସନାଲ କମ୍ପାନୀ ରହିଛି। ସିଏ ତାଙ୍କୁ ଆସି କହୁଛନ୍ତି, ସେ ଟେଲର ଦୋକାନୀ କହୁଛନ୍ତି ଯେ ଏ ଲୋକଟି କଣ କଣ କରିଛି, କଣ ଏ କହୁଛନ୍ତି। ତେଣୁ କହିଲେ ଦେଖନ୍ତୁ ଆଜ୍ଞା, ଏଇ ଆମର ଏଇ ଗାଁର ଲୋକ, ଏଠି ଏମିତି ତାଙ୍କର ଅବସ୍ଥା ହେଇଥିଲା ଏବଂ ଏଠି ପାଖରେ ଗୋଟେ କମ୍ପାନୀରେ ତାଙ୍କର ଇଣ୍ଟରଭ୍ୟୁ ଥିଲା, ଆଜି ଏମିତି ଘଟିଛି। କିନ୍ତୁ ବହୁତ ଟ୍ୟାଲେଣ୍ଟେଡ ପିଲାଟି, ତାଙ୍କ ବିଷୟରେ ସେ ଯାହା ଜାଣିଛନ୍ତି କହୁଛନ୍ତି। ଇଏ କହିଲେ ଠିକ ଅଛି, ତମେ କାର୍ଡଟେ ତାଙ୍କୁ ଦେଇକି ଯାଉଛନ୍ତି। କହିଲେ ଯଦି ସିଏ ତା ଭାଗ୍ୟରେ ସତରେ ତମେ କହିଲ ଯେ ଭଗବାନ କାହା ପାଇଁ କଣ ରଖିଛନ୍ତି କେହି କିଛି ଦେଖି ନାହିଁ, ଏବଂ ଯଦି ସତରେ ଭଗବାନ ତା ପାଇଁ ରଖିଛନ୍ତି, ତେବେ ଗୋଟେ କାମ କରିବେ, ଏ କାର୍ଡଟି ତାଙ୍କୁ ଦେବେ। ନାଇଁ, ଯଦି ସେ ଫେରନ୍ତି ତେବେ ତାଙ୍କୁ କାର୍ଡଟି ଦେବେ, ଦେଖିବା ଭଗବାନ ତାଙ୍କ ପାଇଁ କଣ ରଖିଛନ୍ତି। ଇଏ ସେ ଯୋଉ ଲୋକଟି, ତାଙ୍କର ତ ପ୍ୟାଣ୍ଟ ସିଲେଇ ହେଇଯାଇଥିଲା, ଅଲରେଡି ସେ ନେଇକି ଗଲେଣି। ଗାଡି ଚଲେଇକି କିଛି ବାଟ ଯାଇଛନ୍ତି, ତାଙ୍କର ମନେ ପଡିଲା ଯେ ମୋବାଇଲ ଟା ନାହିଁ ପକେଟରେ। ତେଣୁ ସିଏ ବ୍ୟସ୍ତ ହେଇକିରି ମୋବାଇଲ ଟା ଖୋଜିଲେ ପାଇଲେନି। ଫେରିଲେ ସେ ଟେଲର ଦୋକାନକୁ। ଆସି କହୁଛନ୍ତି ମଉସା, ଆଉ ମୁଁ ଫୋନ ଟା ଏଠି ଛାଡିକି ଯାଇଛି କି? ଦେଖିଲା ବେଳକୁ ଫୋନଟି ସେଠି ଅଛି। କହୁଛନ୍ତି ଆଉ ଦେଖିଲ ମଉସା, ଯେ ମାନେ ମୋ ଭାଗ୍ୟ ଏମିତି ଖରାପ, ଆଜି ଫୋନ ଟା ବି ଛାଡିକି ପଳଉଥିଲି। ସେଠୁ ସେ ମଉସା କହୁଛନ୍ତି ତମ ଭାଗ୍ୟ ଖରାପ ନୁହଁ, ତମ ଭାଗ୍ୟ ଭଲ ବୋଲି ତମେ ଫୋନ ଟା ଛାଡିକି ଯାଇଥିଲ। ଯଦି ଫୋନ ଟି ତମେ ଛାଡିକି ଯାଇନଥାନ୍ତ, ମୋ ପାଖକୁ ଫେରି ନଥାନ୍ତ, ତେବେ ଏଇ କାର୍ଡ ଟି ମୁଁ ତମକୁ ଦେଇନଥାନ୍ତି। ସେ କାର୍ଡ ଟି କାଢୁଛନ୍ତି, କହୁଛନ୍ତି ଏଠି ଯିଏ ଆସିଥିଲେ ସେ ଜଣେ ମଲ୍ଟିନାସନାଲ କମ୍ପାନୀର ବ୍ୟକ୍ତି, ମାନେ ଓନର ଯିଏ, ସେ ମତେ ଏହା କହିକି ଗଲେ ଯଦି ତମ କଥା ସତ୍ୟ ଯେ ଭଗବାନ ତାଙ୍କ ପାଇଁ କିଛି ରଖିଛନ୍ତି, ତେବେ ସେ ଯଦି ଫେରନ୍ତି
ତାହେଲେ ଇଏ କାର୍ଡଟି ତାଙ୍କୁ ଦବ, ନଚେତ ଦବ ନାହିଁ, ଡାକିକି ଦବ। ତେଣୁ ଦେଖ, ତମେ ମୋବାଇଲଟି ଅଜାଣତରେ ଛାଡିକି ଯାଇଛ। ତେଣୁ ଏ ସବୁ ଘଟଣା ଭିତରେ ସେ କହୁଛନ୍ତି ଆମର ଯୋଉ ସୀମିତ ଜ୍ଞାନ, ତାଠାରୁ ପରମଙ୍କର ଯୋଉ କାର୍ଯ୍ୟ କରିବାର ଧାରା ବା ଶୈଳୀ ପୁରା ନିଆରା, ଏବଂ ତାକୁ ବୁଝିବାର ସାମର୍ଥ୍ୟ ଆମ ପାଖରେ ନାହିଁ। ତ ସେଇ ସମୟରେ ଆମର ଯୋଉ ବୁଦ୍ଧିଗତ କାର୍ଯ୍ୟ, ତାକୁ ଏଠି ଆଉ ଗୋଟେ କଥାରେ କୁହାଯାଏ, ଯୋଉଟା କି ସେ ଏକ୍ସାମ୍ପଲ ଆମେ ଏବେ କଥା ହେଇନାହାନ୍ତି, ଯେ ବୌଦ୍ଧିକ ଚତୁରତା ଠାରୁ ଅଧିକ ସମର୍ଥ। ତେଣୁ ସିଏ କେତେବେଳେ ଓ କିପରି ଜାଣିକରି ଭୁଲ କରିବାକୁ ହୁଏ ଓ ଫଳପ୍ରଦ ଭାବରେ ବିଫଳ ହେବାକୁ ହୁଏ, କେବଳ ଭଗବାନ ହିଁ ସେ କଥା ଜାଣିଥାନ୍ତି। ଏଇଟାର ଉଦାହରଣ ମନେ ପକେଇବା ଯେ ଶ୍ରୀକୃଷ୍ଣ ଜରାସନ୍ଧଙ୍କ ପାଖରୁ ବାରମ୍ବାର 18 ଥର ହାରିଥିଲେ। ତେଣୁ ସିଏ ଜାଣିଛନ୍ତି ସେ କେତେବେଳେ ହାରିବେ, କେତେବେଳେ ଜିତିବେ। ତେଣୁ ସିଏ ଜାଣିକରି କେମିତି ଭୁଲ କରିବାକୁ ହୁଏ ତାହା ଶିଖିଥାନ୍ତି, ଏବଂ ବିଫଳତାକୁ ଆଣିକି ଆମ ପାଖରେ ରଖନ୍ତି। ସିଏ ଆଉ ଗୋଟେ ରାକ୍ଷସ, ସିଏ ହଠାତ୍ ଆସି ମଥୁରାରେ ସେତେବେଳେ ଶ୍ରୀକୃଷ୍ଣ କଂସକୁ ମାରି ସାରିଲା ପରେ ବସବାସ କଲେଣି। ସେ ସମୟରେ ଗୋଟେ ରାକ୍ଷସ ସେ ଆସିକି ମଥୁରା ଉପରେ ଆକ୍ରମଣ କରୁଛି। ତା ନାଁ ବୋଧହୁଏ କୀର୍ତ୍ତବୀର୍ଯ୍ୟ, ବୋଧହୁଏ ମନେ ପଡୁନି। ସିଏ କୃଷ୍ଣ କଣ କଲେ, ତାଙ୍କ ସହିତ ମଲ୍ଲ ଯୁଦ୍ଧ କରିବାକୁ ଡାକରା ଦେଲେ। ଡାକରା ଦେଲା ପରେ ସିଏ ମଥୁରା ବାହାରକୁ ଆସି ତାଙ୍କ ସହିତ କୁସ୍ତି କଲେ। କୁସ୍ତି କରୁ କରୁ ମଝିରେ କୃଷ୍ଣ କଣ କଲେ, ଦୌଡ଼ିଲେ ଆଉ, ପଳାୟନ କଲେ ଆଉ। ସିଏ କହିଲା, ଦେଖ କେଡେ ଭୀରୁ କାପୁରୁଷ, ମତେ ଦେଖି ଦୌଡୁଛୁ। ଗୋଡେଇଲା, ସେ କୋଉଠି ଛାଡିବେ, ଗୋଡେଇଲା। କୃଷ୍ଣ ଜୋରରେ ଦୌଡିଲେ, ଦୌଡ଼ି 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 ବହୁତ ବାଟ ଦୌଡ଼ି ଲାଷ୍ଟ ଗୋଟେ ଗୁମ୍ଫା ଭିତରେ ପଶିଗଲେ। ସିଏ ବି ପଛେ ପଛେ ଦୌଡ଼ି ଗୁମ୍ଫା ଭିତରେ ପଶିଗଲେ। ଇଏ ପଶିଗଲା ପରେ ସେଠି ଜଣେ ସାଧୁ ତପସ୍ୟା କରୁଛନ୍ତି। ଇଏ ତାଙ୍କ ଉପରେ ତାଙ୍କର ଯୋଉ ନିଜର ଉତ୍ତରୀୟ ଯୋଉ ବସ୍ତ୍ର, ପୀତ ବସ୍ତ୍ର, ତାକୁ ତାଙ୍କ ଉପରେ ପକେଇ ଦେଇକି କୃଷ୍ଣ ଯାଇ ଲୁଚିଗଲେ। ସିଏ ପୁରା ଦୌଡ଼ି ଦୌଡ଼ି ଆସି ପହଞ୍ଚିଗଲା। କହିଲା, କଣ ହେଲା, ଏଡେ ଚାଲାକ, ଏଠି ଆସିକି ବସିଗଲା ଏବଂ ଭାବୁଛି ମୁଁ ଜାଣିପାରିବିନି। କହି ସେ କଣ କରିଛି, ସେ ବସ୍ତ୍ରକୁ ଆଗ ଗୋଇଠାଟେ ପକେଇଲା, ବସ୍ତ୍ରଟାକୁ ଧରି, ମାନେ ଏମିତି ବସ୍ତ୍ରଟାକୁ ଘୋଷାଡ଼ିଲା, ଗୋଇଠାଟେ ପକେଇଲା। ସାଧୁଙ୍କର ତପସ୍ୟା ଭଙ୍ଗ ହେଇଗଲା। ସେ କଣ କଲେ, ସାଙ୍ଗେ ସାଙ୍ଗେ ଉଠିଲେ, ମାନେ ରାଗିକିରି ସେ ଯୋଉ ଅନେଇ ଦେଲେ ତାଙ୍କୁ, ତାଙ୍କ ଆଖିରେ, ତାଙ୍କ ତପ ଶକ୍ତି ବଳରେ ସେ ଅସୁର, ସେ ଯୋଉ ରାକ୍ଷସ ଆସିଥିଲା, ସେ ଧ୍ୱଂସ ହେଇଗଲା। ସେ ଅସୁରଟି କାହା ହାତରେ ମୃତ୍ୟୁବରଣ କରିବ ନାହିଁ, ସେ ବରପ୍ରାପ୍ତ ହୋଇଛି। ତାକୁ କେହି ହତ୍ୟା କରିପାରିବେ ନାହିଁ, କିନ୍ତୁ ସେ ଭସ୍ମୀଭୂତ ହେବ ନାହିଁ, ସେ ବର ନାହିଁ। ଏବଂ ସାଧୁଙ୍କର ତପ ବଳରେ ସେ ତାକୁ ଭସ୍ମୀଭୂତ କରିବେ, ଏ ଘଟଣାଟି ଶ୍ରୀକୃଷ୍ଣ ଜାଣିଛନ୍ତି। ତେଣୁ ସେଠି ସିଏ ହାରିବାର ଯୋଉ କାର୍ଯ୍ୟକ୍ରମଟି କଲେ, ତେଣୁ କେତେବେଳେ ଭୁଲ କରିବାକୁ ହୁଏ ସେ କଥା ସେ ଜାଣିଥାନ୍ତି। ଏଇ ପ୍ରକାରର ଆମ ପାଖରେ ଜ୍ଞାନ ସେତିକି ବେଳେ ଆସିପାରିବ ଯେତେବେଳେ ଆମେ ତାଙ୍କ ପ୍ରଭୁଙ୍କ ସହିତ ଏକତ୍ର ହେଇପାରିବା। ତେବେ ବିଫଳତା ଆମ ପାଇଁ ସୌଭାଗ୍ୟ ବଶତଃ ହିଁ ଆସିଛି, ତାକୁ ଆମେ ଜାଣିପାରିବା, ଏବଂ ଏଇ ଯୋଉ ସଫଳତା ପାଇବାର ଆକାଂକ୍ଷା ରଖି ଆଉ ଆମେ ପରିଶ୍ରମ ନକରି ଅଗ୍ରଗତି ପାଇଁ ହିଁ କେବଳ ଆମର କାର୍ଯ୍ୟ କରିଚାଲିବା। ମା
Thank you all, Aruver.